ଭଲ ପାଇବାର ଅନ୍ୟ ନାମ ହେଉଛି ନାଲି ଚୂଡ଼ା। ଆପଣମାନେ ଠିକ୍ ଶୁଣିଛନ୍ତି ଯେ ଭଲ ପାଇବାର ଅନ୍ୟ ନାମ ହେଉଛି ନାଲି ଚୂଡ଼ା। ଆପଣମାନେ ଏ କଥା ଶୁଣିଲା ପରେ ଆପଣଙ୍କୁ ଟିକିଏ ଅଲଗା ଲାଗୁଥାଇପାରେ ସତ, କିନ୍ତୁ ଆପଣମାନେ ଏ କଥା ଶେଷ ପର୍ଯ୍ୟନ୍ତ ଶୁଣି ସାରିଲା ପରେ ନିଶ୍ଚୟ କହିବେ ଯେ ହଁ, ଭଲ ପାଇବାର ଅନ୍ୟ ନାମ ବି ନାଲି ଚୂଡ଼ା ହୋଇପାରେ। ଏ କଥାଟି ଜଣେ ନବବିବାହିତ ନବବଧୂର କଥା। ଜଣେ ନୂଆ କରି ବାହା ହୋଇଥିବା ଝିଅଟିଏ ସେ ତା'ର ଶ୍ୱଶୁର ଘରକୁ ଆସିଲା ପରେ କ'ଣ ଅନୁଭବ କରିଛି এই କଥାଟିରେ ନିଶ୍ଚୟ ଜାଣିପାରିବା। ତା'ର ଶ୍ୱଶୁର ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରନ୍ତି। ପ୍ରତିଦିନ ସକାଳୁ 9ଟାରେ ଅଫିସ୍ ଯାଆନ୍ତି। ସେ ଅଫିସ୍ ଯିବା ପୂର୍ବରୁ ନାଲି ଚୂଡ଼ା ଖାଇ ଅଫିସ୍ ଯାଆନ୍ତି। ସେକାରେ ନାଲି ଚୂଡ଼ା, କଦଳୀ ଏବଂ ଦହି ନ ଖାଇଲେ ଅଫିସ୍ ଯାଆନ୍ତି ନାହିଁ। ସେ ଚୂଡ଼ା ଖାଇବେ ତ ଖାଇବେ ଏବଂ ତା ଭିତରେ ମେଞ୍ଚାଏ ଛାଡ଼ିବେ। ସେଇମିତି ଟେବୁଲ ଉପରେ ଛାଡ଼ିଦେବେ ସେଇ କଂସାଟିକୁ ଏବଂ ଅଫିସ୍ ଯିବା ସମୟରେ ଶାଶୁ ଶୁଣିଲା ଭଳି କହିଦେଇ ଯିବେ। କହିବେ କି ଟେବୁଲ ଉପରେ କଂସାଟିଏ ଅଛି, ଆସି ତାକୁ ଜଲ୍ଦି ନେଇଯାଅ। ଏ କଥା ଶୁଣି ଶାଶୁ କେଉଁଠି ଥିବେ କେଜାଣି କଂସା ଖୋଜି ଖୋଜି ଆସିବେ। ଦେଖିବେ ଯେ କଂସାରେ ଚୂଡ଼ା ଚକଟା ଥୁଆ ହୋଇଥିବ। ଏହା ଦେଖି ସେ ଶ୍ୱଶୁରଙ୍କ ଉପରେ ବହେ ଚିଡ଼ିବେ। ଏଣୁ ତେଣୁ କହି ଦିପଦ ଗାଳିମନ୍ଦ ବି ଦେବେ ଏବଂ କହିବେ କି ଏମିତି ଲୋକ ତ ଶ୍ୱଶୁର, ଯେତେ କମ୍ କରି ଚୂଡ଼ା ଦେଲେ ବି ସେ ଛାଡ଼ିବା କଥା ନିଶ୍ଚୟ ଛାଡ଼ିବେ। ଏ ଘରେ କ'ଣ ଲକ୍ଷ୍ମୀ ରହିବେ? କେବେ ହେଲେ ଲକ୍ଷ୍ମୀ ରହିବେ ନାହିଁ। ଓଡ଼ିଆ ଘର ତ ଖାଇବା ଫୋପାଡ଼ିବା ମହାପାପ, କାହିଁକି ନା ଖାଇବାରେ ସ୍ୱୟଂ ମା ଲକ୍ଷ୍ମୀ ବସବାସ କରନ୍ତି। ସେଥିପାଇଁ କେବେ ହେଲେ ଖାଦ୍ୟକୁ ଫୋପାଡ଼ିବା କଥା ନୁହେଁ। ଏ କଥା କହିସାରି ସେ ସେଇ ଚୂଡ଼ାତକ ସବୁ ଖାଇଦିଅନ୍ତି ଏବଂ ତାପରେ ନିଜ କାମରେ ଲାଗିଯାଆନ୍ତି। ଏମିତି ଦେଖୁ ଦେଖୁ କିଛି ମାସ ବିତି ଯାଇଥାଏ। ଶ୍ୱଶୁର ପ୍ରତିଦିନ ଛୁଆଙ୍କ ଭଳି ଚୂଡ଼ା ଚକଟା ଛାଡ଼ୁଥାନ୍ତି ଏବଂ ଶାଶୁ ଆସି ତାଙ୍କ ଉପରେ ଚିଡ଼ିଚିଡ଼ି ହେଉଥାନ୍ତି। ଏ କଥା ଭାବି ଦିନେ ବିଚାର କଲି କିଭଳି ଶ୍ୱଶୁରଙ୍କୁ କହିବି। ନୂଆ କରି ତ ବାହା ହୋଇ ଆସିଛି। ମନରେ କିଛି ବଳ ସଂଗ୍ରହ କଲି। ତା ପରଦିନ ଯେତେବେଳେ ଶ୍ୱଶୁର ଖାଉଥାନ୍ତି ତାଙ୍କ ପାଖରେ ବସିଲି। କହିଲି କି ବାପା, ଆପଣ କାହିଁକି ତୁଚ୍ଛାଟାରେ ବୋହୂଙ୍କୁ ହଇରାଣ କରୁଛନ୍ତି? ଆପଣ ଅଫିସ୍ ଯିବା ପରେ ସେ ଆପଣଙ୍କୁ ବହୁତ ଗାଳିମନ୍ଦ ଦେଉଛନ୍ତି। ସେଥିପାଇଁ ମୋତେ ଆଦୌ ଭଲ ଲାଗୁନାହିଁ। ନୂଆ କରି ବାହା ହୋଇ ଆସିଥିବା ବୋଉଠାରୁ ଏ କଥା ଶୁଣି ସାରିବା ପରେ ଶ୍ୱଶୁର ଜଣକ କହିଲେ କି ହଉ ଲୋ ମା, ଠିକ୍ ଅଛି, ତୁ ଯଦି କହୁଛୁ ତାହେଲେ ମୁଁ ଆଜି ସବୁତକ ଚୂଡ଼ା ଖାଇଦେଉଛି। ଏ କଥା କହିସାରି ଶ୍ୱଶୁର ସବୁ ଚୂଡ଼ା ଖାଇସାରି ନିଜ ଅଫିସକୁ ଚାଲିଗଲେ। ଏହାପରେ ଶାଶୁମା ସେଇ କଂସାଟିକୁ ଖୋଜି ଖୋଜି ଆସି ପହଞ୍ଚିଗଲେ। ଦେଖିଲେ କି ସେଇ କଂସାରେ କିଛି ବି ଚୂଡ଼ା ଛଡ଼ା ହୋଇନଥାଏ। ଶାଶୁମା କହିଲେ କି ବୁଝିଲୁ ଲୋ ମା, ଆଜି ସୂର୍ଯ୍ୟ କେଉଁ ଦିଗରୁ ଉଦୟ ହୋଇଛନ୍ତି କେଜାଣି, ଏଥିରେ କୌଣସି ବି ଚୂଡ଼ା ନାହିଁ। ଏହାପରେ ମୁଁ ଶାଶୁଙ୍କୁ କହିଲି କି ବୋଉ, ଆପଣ ତ ସବୁବେଳେ ଏଥିପାଇଁ ପାଟିତୁଣ୍ଡ କରୁଥିଲେ। ମୁଁ ଏ କଥା କହିବାରୁ ବାପା ସବୁତକ ଚୂଡ଼ା ଖାଇ ଅଫିସ୍ ଚାଲିଗଲେ। ଏ କଥା ବୋଉଙ୍କ ଠାରୁ ଶୁଣି ମୋ ମନରେ ଟିକିଏ ପ୍ରଭାବ ପଡ଼ିଲା। ସକାଳ ଯାଇ ସନ୍ଧ୍ୟାରେ ପହଞ୍ଚିଗଲା। ଠିକ୍ ସନ୍ଧ୍ୟା 6:30 ହୋଇଛି କି ନାହିଁ ଶ୍ୱଶୁରଙ୍କର ଗାଡ଼ି ଶବ୍ଦ ଶୁଭିଲା। କବାଟଟିକୁ ଖୋଲିବା ପାଇଁ ମୁଁ ଗଲି। କବାଟ ଖୋଲୁ ଖୋଲୁ ଶ୍ୱଶୁର ମୋତେ ପଚାରୁଛନ୍ତି, ଆରେ ମା, ତୋ ଶାଶୁ ଆଜି ଜଳଖିଆରେ କ'ଣ ଖାଇଲା? ମୁଁ ଏ କଥା ଶୁଣି ଟିକେ ଚୁପ୍ ରହିଲି। ମନେ ମନେ ବିଚାର କଲି, ହଁ ତ, ବୋଉ ଆଜି ଜଳଖିଆରେ କିଛି ବି ଖାଇନାହାନ୍ତି। ହଁ, ଟିକିଏ ରହ ଖାଇବି, ଆଉ ଟିକିଏ ରହ ଖାଇବି, ଏଇ କାମ ସରିଗଲେ ଖାଇବି, ସେଇ କାମ ସରିଗଲେ ଖାଇବି କହି କହି କିଛି ବି ତ ଖାଇଲେ ନାହିଁ। ମୋ ଠାରୁ ଏଭଳି ନୀରବତା ଦେଖି ଶ୍ୱଶୁର ମୋ ମନର କଥା ବୁଝିପାରିଲେ ଏବଂ ତାପରେ କହିଲେ କି ବୁଝିଲୁ ଲୋ ମା, ତୋ ଶାଶୁ ହେଲା ଏଭଳି ଲୋକ। ଛୋଟଟେ ବେଳୁ ଅତି ଗରିବ ପରିବାରରେ ଜନ୍ମ ହୋଇଥିଲା ସେ। ସେଇଦିନଠାରୁ ସେ ବହୁତ ପରିଶ୍ରମୀ। ବିନା ପରିଶ୍ରମରେ ତାକୁ ନିଦ ଆସେ ନାହିଁ। ସେଥିପାଇଁ ସେ ଦିନରାତି ଏ ଘର କାମ, ଏ ବଗିଚା କାମ କରୁଥାଏ। ତୁ ଆଜି ଯେଉଁ ଏତେ ସୁନ୍ଦର ବଗିଚାଟିଏ ଦେଖୁଛୁ ବା ଏଇ ଘରଟିଏ ଦେଖୁଛୁ, ସେ କେବଳ ଏଇ ତାରି ପାଇଁ। ଘର କାମ ଆଉ ବଗିଚା କାମରେ ସେ ଏତେ ବ୍ୟସ୍ତ ରହିଯାଏ ଯେ ନିଜ ଖାଇବା କଥା ଭୁଲିଯାଏ। ନିଜେ ନ ଖାଇ ନ ପିଇ ପେଟ ରୋଗ ସବୁ ବାହାର କରିଛି। ମୁଁ ତାକୁ ବହୁତ ଡକ୍ଟର ଦେଖାଇ ସାରିଲିଣି। ଡକ୍ଟରମାନେ କହୁଛନ୍ତି ସେ ଯଦି ଠିକ୍ ଟାଇମ୍ରେ ଖାଇବା ପିଇବା ଟିକେ କରନ୍ତା ତାହେଲେ ଟିକେ ଭଲ ରହନ୍ତା। ସିଏ ନା ଡକ୍ଟର କଥା ମାନୁଛି ନା ମୋ କଥା ମାନୁଛି। ସେଥିପାଇଁ ମୁଁ ମନେ ମନେ ବିଚାର କରିଥିଲି
ଯେ ମୁଁ ଯେତେବେଳେ ସକାଳେ ଏଇ ନାଲି ଚୁଡ଼ା ଖାଇବି ତା ପାଇଁ କିଛି ଛାଡ଼ି ଦେଇ ଯିବି। ଏଇ ଖାଦ୍ୟକୁ ଫୋପାଡ଼ିବା ବାହାନାରେ ହେଉ ପଛକେ ସେ ଏତିକି ତ ଖାଇଦେବ। ସେଥିପାଇଁ ମୁଁ ପ୍ରତିଦିନ ନାଲି ଚୁଡ଼ା ତା ପାଇଁ ଛାଡ଼ି ଦେଇ ଯାଏ। ଏତିକି କଥା କହିସାରି ଶ୍ୱଶୁର ନିଜର ଲୁଗା ବଦଳାଇବା ପାଇଁ ନିଜ ରୁମ୍କୁ ଚାଲିଗଲେ। ଏ କଥା ଶୁଣି ମୋ ପାଟିରେ ଗୋଟିଏ ବି ହେଲେ ଶବ୍ଦ ନଥାଏ। କାଠ ହୋଇ ସେ ସୋଫା ଉପରେ ବସି ପଡ଼ିଲି ଏବଂ ମନେ ମନେ ବିଚାର କଲି, କିଏ ଗୋଟେ କହୁଥିଲା ଭାଲେଣ୍ଟାଇନ୍ ଡେରେ ପ୍ରେମିକ ତା ପ୍ରେମିକାକୁ ନାଲି ଗୋଲାପ ଫୁଲଟିଏ ଦେବାର ନାଁ ହେଉଛି ପ୍ରେମ। ତାକୁ ଯାଇ ଆଜି କହିଦିଅ ଯେ ଭଲ ପାଇବାର ଅନ୍ୟ ନାମ ବି ନାଲି ଚୁଡ଼ା ହୋଇପାରେ। ଏ କଥା କହିବାର କାରଣ ହେଉଛି କି ଆଜିର ସମାଜରେ ଆମେ ଭଲ ପାଇବାକୁ ଯେଭଳି ଦୃଷ୍ଟିରେ ଦେଖିବାକୁ ଚାହୁଁଛନ୍ତି ସେଭଳି କେବେ ହେଲେ ଦେଖିପାରିବା ନାହିଁ। ଭଲ ପାଇବାକୁ କେବଳ ଅନୁଭବ କରିହୁଏ। ଯଦି ଜଣେ ଛୋଟିଆ ଛୁଆର ମାଆକୁ ପଚରାଯାଏ ଯେ ତୁମେ ତୁମ ଛୁଆକୁ କେତେ ଭଲ ପାଅ, ସେ ତା'ର ଉତ୍ତର କେବେ ହେଲେ ସଠିକ୍ ରୂପରେ ଦେଇପାରିବ ନାହିଁ। ଯଦି ସେଇ କଥାକୁ ଆମେ ଅନୁଭବ କରନ୍ତି ତାହେଲେ ଆମେ ନିଶ୍ଚୟ ଜାଣିପାରିବା ଯେ ଜଣେ ମା' ତା ଛୁଆକୁ କେତେ ଭଲ ପାଏ। ସେଥିପାଇଁ ଭଲ ପାଇବାକୁ କେବେ ହେଲେ ଆଖିରେ ଦେଖିବା କଥା ନୁହେଁ, ତାକୁ ଅନୁଭବ କଲେ ହିଁ ତା'ର ବାସ୍ତବତା ଆମେ ବୁଝିପାରିବା। ଆଶା କରେ ଏହି ଭିଡ଼ିଓଟି ଆପଣମାନଙ୍କୁ ହୃଦୟକୁ ନିଶ୍ଚୟ ଛୁଇଁଥିବ। ଏହି ଭିଡ଼ିଓଟିକୁ ନିଶ୍ଚୟ ଲାଇକ୍ କରିବେ, କମେଣ୍ଟ କରିବେ ଏବଂ ସେୟାର କରିବେ। ଦେଖା ହେବ ଆଗାମୀ ଭିଡ଼ିଓରେ ଏଇଭଳି କିଛି ହୃଦୟସ୍ପର୍ଶୀ କାହାଣୀ ସହିତ। ଧନ୍ୟବାଦ।